ଏହି ଭିଡ଼ିଓରେ ଆମେ ଜାଣିବା କେମିତି ନିଜ ଫୋନରେ କାଷ୍ଟ ସାର୍ଟିଫିକେଟଟିଏ ଆପ୍ଲାଏ କରାଯାଇପାରିବ OBC କାଷ୍ଟ ସାର୍ଟିଫିକେଟ ବିଷୟରେ। ତ ଆପଣଙ୍କ ଫୋନର ଯେକୌଣସି ବ୍ରାଉଜରକୁ ଓପନ୍ କରିବେ। ଚାଲନ୍ତୁ ମୁଁ ମୋର କ୍ରୋମ୍ ବ୍ରାଉଜରକୁ ଓପନ୍ କଲି ଏବଂ ସେଥିରେ ଆମେ ସର୍ଚ୍ଚ କରିବା। ସର୍ଚ୍ଚ ବାରେ edistrict.odisha.gov.in ସର୍ଚ୍ଚ କଲା ପରେ ଦେଖନ୍ତୁ ଏମିତି ଇଣ୍ଟରଫେସଟିଏ ଆସିବ। ଆଉ ଏଥିରେ ଦେଖନ୍ତୁ ସାର୍ଟିଫିକେଟ ଯେଉଁ ଲେଖା ହେଇଛି ତା ତଳେ ଏଠାରେ ଦେଖନ୍ତୁ ବହୁତ ଗୁଡ଼ା ଅପସନ୍ ଅଛି। ପ୍ରଥମେ ଦେଖନ୍ତୁ ଏଇଟା ରେସିଡେଣ୍ଟ ସାର୍ଟିଫିକେଟ, ଫ୍ରେଣ୍ଡସିପ୍ ସାର୍ଟିଫିକେଟ, ତାପରେ ଶିଡ୍ୟୁଲ କାଷ୍ଟ ଯେଉଁଟା SC, ଶିଡ୍ୟୁଲ ଟ୍ରାଇବ୍ ଯେଉଁଟା ST ସାର୍ଟିଫିକେଟ, ଆଉ ଏପଟେ ଅଛି ଇନକମ୍, ଆଉ ତଳେ ଦେଖନ୍ତୁ ଅଛି ଏଇଟା OBC ସାର୍ଟିଫିକେଟ। ବାପରୁ ତା ବାପ OBC ବାଙ୍କୁ ଦେଲି ଗାଲିଆରେ ସବୁ ଆପ୍ଲାଏ କରି ସେଥିରେ ଆମର କେବଳ OBC ସାର୍ଟିଫିକେଟ ଆପ୍ଲାଏ ବିଷୟରେ ଜାଣିବା। ତ କେମିତି କରିବା ଆପ୍ଲାଏ ଚାଲନ୍ତୁ ଶିଖିବା ସେ ନିଜ ମୋବାଇଲରେ। ଯଦି ଭିଡ଼ିଓଟି ଆପଣଙ୍କୁ ଟିକେ ବି ଇନଫର୍ମେଟିଭ୍ ଲାଗେ ତେବେ ଲାଇକ୍ ଆଉ ସବସ୍କ୍ରାଇବ୍ କରିଦେବେ। ଚାଲନ୍ତୁ ଯେଉଁ OBC ତା ଉପରେ ଆମେ କ୍ଲିକ୍ କରିବୁ। OBC ସାର୍ଟିଫିକେଟ ଉପରେ କ୍ଲିକ୍ କଲା ପରେ ଦେଖନ୍ତୁ ଏମିତି ଇଣ୍ଟରଫେସଟା ଆସିବ ଯେଉଁଠି ଗୋଟେ ଅଛି କ୍ୟାନ୍ସେଲ୍ ଆଉ ଗୋଟେ ଅଛି ପ୍ରୋସିଡ୍ ଉପରେ କ୍ଲିକ୍ କରିବୁ। କଲା ପରେ ଦେଖନ୍ତୁ ଏମିତି ଇଣ୍ଟରଫେସ ଏଥିରେ ଆପଣ ଲଗ୍ଇନ୍ କରିଯିବେ। ଆପଣଙ୍କୁ ଯାହା ଆଗରୁ ୟୁଜର୍ ପାସୱାର୍ଡ଼ ଅଛି ୟୁଜର୍ ନମ୍ବର ପାସୱାର୍ଡ଼ ତେବେ ଆପଣ ଏଥିରେ ଲଗ୍ଇନ୍ କରିବେ। ଯଦି ନାହିଁ କମେଣ୍ଟ କରି କେମିତି କରାଯିବ ମୁଁ ଜଣାଇଦେବି। ଦେଖନ୍ତୁ ଲଗ୍ଇନ୍ କଲା ଏମିତି ଇଣ୍ଟରଫେସଟା ଆସିବ। ପ୍ରଥମେ ଶୀଘ୍ର ଏସବୁ ଆମେ ଫିଲ୍ଅପ୍ କରିନେବୁ। ପର୍ସନାଲ୍ ଡିଟେଲ୍ ଆଉ ପ୍ରେଜେଣ୍ଟ ଆଡ୍ରେସ୍ ଏସବୁ ଜଲ୍ଦି ଫିଲ୍ଅପ୍ କରିନେବୁ। ଦେଖନ୍ତୁ ଆପଣ ବି ଆପଣଙ୍କର ଯାହାର ଆପ୍ଲାଏ କରିବେ ଏସବୁ ଧ୍ୟାନପୂର୍ବକ ପୂରଣ କରିନେବେ। ଆଉ ଦେଖନ୍ତୁ ଲୋକାଲ୍ ଡିଟେଲ୍ ଏବଂ ପ୍ରେଜେଣ୍ଟ ଆଡ୍ରେସ୍ ଆଉ ଯେଉଁ ଅଛି ଅଦର ଡିଟେଲ୍ ଏସବୁ ଯେଉଁ ତା'ର ଅଲଗା ଅଲଗା ଅଛି ସେସବୁ ମଧ୍ୟ ଆପଣ ସବୁ ପୂରଣ କରିନେବେ। ଲାଷ୍ଟ ଯେଉଁ ପ୍ୟାରେଣ୍ଟସ୍ ଡିଟେଲ୍ ଅଛି ସେଗୁଡ଼ା ସବୁ ନ ମାରିବେ ଯଦି ଗଭର୍ଣ୍ଣମେଣ୍ଟ ଚାକିରି ନଥାନ୍ତି ଯାହାର ଆପ୍ଲାଏ କରି ତାଙ୍କର ବାପ। ତାପରେ ପ୍ରୋସିଡ୍ ଉପରେ ଯେଉଁ ସବମିଟ୍ ଅଛି ସବମିଟ୍ ଉପରେ ଆମେ କ୍ଲିକ୍ କରିବୁ। ଫଟୋ ବି ଆଉ 200 କପି ତଳକୁ ଆପଣ ଫଟୋ ଦେଇଦେବେ। ସବମିଟ୍ କଲା ପରେ ଦେଖନ୍ତୁ ଏମିତି ଇଣ୍ଟରଫେସଟି ଆସିବ। ଏଥିରେ କ'ଣ ଲେଖା ହେଇଛି ନା ଆଟାଚ୍ ଆଇଡେଣ୍ଟି ପ୍ରୁଫ୍ରେ ଆପଣ ଯାହାଙ୍କର ଫଟୋ ନାମ ଅଛି ଏବଂ ଆର ଉପରେ ତାଙ୍କର ଆଧାର କାର୍ଡ଼ ମାର୍କ କରିକି ଦେଇଦେବେ। ଏବଂ ସେକେଣ୍ଡ ଆପଣ ସେଲ୍ଫ ଡିକ୍ଲାରେସନ୍ ଫର୍ମ ଯେଉଁ ଇମେଜ୍ ତଳେ ଅଛି ସେଇଭଳିଆ ଗୋଟେ ଫର୍ମ ଦେଇଦେବେ। ଏବଂ ଥାର୍ଡ଼ରେ ଯେଉଁ ଆର ଫଟୋର ଦୁଇ ପଟ ସାଇଡ଼୍କୁ PDF କରିକି ମାର୍କ କରିକି ଆପଲୋଡ଼ କରିଦେବେ। ତାପରେ ଯେଉଁ ଗ୍ରୀନ୍ କଲର୍ ଅଛି ସେଥିରେ ଆପଣ ସବମିଟ୍ କଲେ ଏମିତି ରିସିପ୍ଟ ଆସିଯିବ ଯାହାକି ଆପଣଙ୍କର ଆପ୍ଲାଏ ସମ୍ପୂର୍ଣ୍ଣ ଭାବରେ ହେଇଯାଇଛି। ଏବଂ ତାକୁ ଆପଣ ପରବର୍ତ୍ତୀ ଅବସ୍ଥାରେ ଚେକ୍ କରିପାରିବେ। ଏହି ନମ୍ବର ଦ୍ୱାରା ଆପଣ ତାକୁ ସେଇ ସାଇଟ୍କୁ ଯାଇକି ଚେକ୍ କରିପାରିବେ। କେମିତି ନା ଦେଖନ୍ତୁ ମେନୁ ସାଇଟ୍ରେ ଯେଉଁ ଅଛି ସର୍ଭିସ୍ ଫର୍ ଆପ୍ଲିକେସନ୍ ଟ୍ରାକ୍ ସେଥିରେ ଯାଇକି ଆପଣ ତାକୁ ଟ୍ରାକ୍ କରିପାରିବେ। ସକ୍ସେସଫୁଲି ରିଜେକ୍ଟ ହେଉଛି ଆପଣ ଡେଟ୍ ଡାଟା ମାରିଦେଲା ପରେ ଆସିଯିବ ଆପଣ ଚେକ୍ କରିପାରିବେ।